ଜୁହାର ଜାନି ପାରିଲେ କେଁ ଇଟା କେଁ ପିଠା? ଇଟା ହେଉଛେ ହଲଦୀ ପତ୍ରର ପିଠା। ତ ଚାଲ ବତାମି କେନ୍ତା ବନାମା ଇ ପିଠାକେ। ପହେଲା ଗୁଟେ ଗିନା ସେଟ୍ କରିନେମା। ସେ ଗିନା ତି 2 ଗିନା ଅରୁଆ ଚାଉଲ୍ ଆଉ ଅଧା ଗିନା ବିରି ଦାଏଲ୍ ନେମା। 3 ଥର ଭଲସେ ପାନି ଧୁଇ ନେମା। ଇଟଲି ନାଇଁ ବନାସୁଁ କେଁ ହେନ୍ତା ପିଠଉ ବନାମା ଇତାକେ। ଭଲସେ ଧୁଇ ସାରଲା ପରେ ପାଏନ୍ ଦେଇକିରି ବତୁରେଇ ଦେମା 5-6 ଘଣ୍ଟା ଲାଗି କି ରାତି ଲାଗି ବି ବତୁରେଇ ପାରବେ। ଭଲସେ ବୁତରି ସାରଲା ପରେ ଇତାକେ ଗ୍ରାଇଣ୍ଡିଙ୍ଗ କରିନେମି। ପୁରା ପାଏନ୍ ଛାନି ଛାନି ସୁଖା କରି ଇତାକେ ଗ୍ରାଇଣ୍ଡିଙ୍ଗ କରବେ ବିଲକୁଲ ବି ପାଏନ୍ ନାଇ ଦେବେ ଇଥି। ଏନ୍ତା ବହଲ କରି ଇତାକେ ବାଟି ନେମା। ଇଟଲିର ବେଟର ଲେଖେ ଇଟାକେ 8 ଘଣ୍ଟା ରଖିନେମା ଆଉ ଫର୍ମେଣ୍ଟେସନ ହେଇଦେମା। 8 ଘଣ୍ଟା ପରେ ଦେଖୁନ୍ କେତେ ବଢ଼ିଆ ଫର୍ମେଣ୍ଟେସନ ହେଇଯାଇଛେ ଇଟଲି ବନାବାର ଲେଖେ। ପିଠଉଥି ମିଶାମା ବଡ଼ 2 ଚାମଚ ଚିନି, ଅଧା ଚାମଚ ନୁନ୍ ଆଉ ଅଧା ଛୋଟ ଚାମଚ ବେକିଂ ସୋଢା। ତାପରେ ଇତାକେ ଭଲସେ ମିଶେଇ ନେମା। ପିଠଉ ବନେଇ ସାରଲା ପରେ ମୁଇଁ ଗୋଟେ ନେଇଯାଇଚେଁ ଫ୍ରାଇଂ ପ୍ୟାନ୍। ଆପଣ ଚାହିଁଲେ କଢ଼େଇରେ ବି କରିପାରବେ ଇତାକେ। ସେ କଢ଼େଇ କି ଫ୍ରାଇଂ ପ୍ୟାନ୍ ବିଲକୁଲ ନାଇଁ ଦିଶୁଥିବାର କଥା ଯେନ୍ତା ସବୁଆଡେ ହଳଦୀ ପତରକେ ଲଗେଇ ନେବେ। ପିଠଉ ନାଇଁ ଲଟକିବା ଭଲସେ ଛାଡିଯିବା ବୋଲିକିରି ତାର ଉପରେ ତେଲ ଟିକେ ଭଲସେ ଲଗେଇଦେବେ। ଭଲସେ ତେଲ ଲଗାଲା ପରେ ବନାଲା ପିଠଉକେ ଦେଇଦେମା ଉପରେ ଆଉ ଭଲସେ ଟିକେ ଫେଲେଇ ଦେମା। ହଳଦୀ ପତରର ଭଲ ବାସ୍ନା ଆଉ ଫ୍ଲେଭର ଆଇବା ବୋଲିକିରି ଉପରେ ବି ହଳଦୀ ପତର ଦେମା। ଟିକେ ତେଲ ଟିକେ ଲଗେଇ ନେମା ଆଉ ଉପରେ ଛାପି ନେମା ଭଲସେ। ତେଲ ଟିକେ ଲଗେଇ ନେଲେ ପତରଟା ଜଲଦି ପୁଡସି ଆଉ ପିଠାଟା ଜଲଦି ହେସି। 2 ମିନିଟ ତକ ଇତାକେ ଚୁଲ୍ହାନୁ ବସେଇ ନେମା ତାପରେ ବହୁତ ବଢିଆ ହଳଦୀ ପତରର ସ୍ମେଲ ଗୋଟେ ଆସବା। ତାପରେ ଜାନବେ ହେଲା ବୋଲିକିରି। ତାପରେ ଢାପନିକେ ଖୁଲିକିରି ଦେଖମା 15 ମିନିଟ ପରେ ଦେଖୁନ୍ ଟିକେ ଫୁଲି ଯାଇଛେ ସିଝି ଗଲାନ ଅଧା। ଏନ୍ତା ଚେକ୍ କରିନେମା ଚକୁ ବୁସି ବୁସି ଚାରିଆଡେ ସିଝି ଯାଇଥିବା ନ ଲେକିନ ମଝି ନାଇଁ ସିଝେ ସେଟା। ହେତିର ଲାଗି ଗୋଟେ ତାୱାଟେ ଆନିକିରି କି ଫ୍ରାଇଂ ପ୍ୟାନ୍ ଟେ ଆନବେ। ତାର ଉପରେ ଏନ୍ତା ରଖିଦେବେ ଆଉ ସେଟାକେ ଉଲଟେଇ ଦେବେ। ତ ଇଥି ତ ବଢିଆ ସେ ତେଲ ଲାଗିଛେ ବେଲେ ବିଲକୁଲ ବି କେନ୍ସି ଆଡେ ନାଇଁ ଲାଗେ ବଢିଆ ସେ ଉଲଟି ଗଲା ଦେଖୁନ୍। ଏ ସିଝାମା ଆଉ 15 ମିନିଟ। ହେଇଗଲା ଆମର ହଳଦୀ ପତ୍ରର ପିଠା। ଏହା ଚିନ୍ ଆମେ ପତର ସବୁ ଅଲଗେଇ ନେମା। ଦେଖୁନ୍ କେତେ ବଢିଆ ସେ ପୁଡିଛେ ପିଠାଟା। ପୋଡ ପିଠା ଲେଖେ ଦିଶୁଛେ କି ନି? ଦେଖବାର କେ ଯେନ୍ତା ସୁନ୍ଦର ଲାଗୁଛେ ଖାଇବାର କେ ବି ଆଉ ଭଲ ଲାଗସି। ଦେଖୁନ୍ କେତେ ବଢିଆ କାଟି ହଉଛେ ପୁରା ସଫ୍ଟ ବନିଛେ। ଇ ଯେନ୍ ପୁଡି ଯାଇଛେ ସେ ପୁଡଲାଟା ବେଶୀ ଭଲ ଲାଗସି ହଳଦୀ ପତରର ପୁରା ଫ୍ଲେଭର ଆଉଥିସି ବହୁତ ବଢିଆ ଲାଗସି। ଦେଖୁନ୍ କେତେ ବଢିଆ ସଫ୍ଟ ବନିଛେ ପିଠା। ଇ ପିଠାକେ ତ ସୋଚ ଏନ୍ତି ବି ଖାଇ ହେସି ଆଉ ଗୋଟେ ପ୍ରକାର ବି ଖାଇ ହେସି ଯେନ୍ତିରେ ବହୁତ ଭଲ ଲାଗସି। ଏନା ଛୋଟ ଛୋଟ ଖଣ୍ଡ କରିଦେବେ ଗିନାଟାକେ ନେବେ ଆଉ ତାର ଉପରେ ଚିନି ମିଶାଲା ଗୁରସ ଦେଇଦେବେ ଆଉ ଗୁରସ ବଢିଆ ସେ ଶୁଷି ନେବା ବେଲେ ଏଇଟା ପୁରା ପାରୁଟି ଲେଖେ ଲାଗସି।